ସୀତାପାଳରେ ମକର ମେଳା ଯୋଉ ହଉଛି 3 ଦିନ ଧରି ଅନୁଷ୍ଠିତ ହବ। ଏଥି ନେଇକି ଏସପି ସାରଙ୍କ ନିର୍ଦ୍ଦେଶ ଓ ଏସଡିଓ ସାର ନିର୍ଦ୍ଦେଶ କ୍ରମେ ମୁଁ ଆଇଆଇସି ଗାରବନ୍ଧ ଏବଂ ଗୁରାଣ୍ଡି ଆଇଆଇସିଙ୍କ ତତ୍ତ୍ୱାବଧାନରେ ଏଠାରେ 4ଟି ଇନ୍ସପେକ୍ଟର ଏବଂ 4ଟି ସବ୍ ଇନ୍ସପେକ୍ଟର ଏବଂ 10 ଏଏସ୍ଆଇ ଏବଂ 2 ପ୍ଲାଟୁନ୍ ଫୋର୍ସ ଏଠି ମୁତୟନ କରାଯାଇଛି ଏବଂ ଏ ନେଇକି ଆମେ ଟ୍ରାଫିକ ବି କଣ୍ଟ୍ରୋଲ କରିବା ପାଇଁ ଫୋର୍ସ ଆମେ ମୁତୟନ କରିଛୁ ସାରିଆପଲ୍ଲୀ ଏରିଆରେ। ଏବଂ ଏଠାରେ ଯୋଉ ବଡ଼ ପର୍ବତଟା ଅଛି ଯୋଉ ସୀତାପାଳ ଉପରେ ସେଠି ଭକ୍ତମାନଙ୍କୁ ଅନୁରୋଧ କରୁଛି ସେମାନେ ଏଠାରେ ନ ଚଢ଼ିବା ପାଇଁ ମୁଁ ଅନୁରୋଧ କରୁଛି। ଆଉ ସେଥିପାଇଁ ମୁଁ ପୋଲିସ ଫୋର୍ସ ବି ଯୋଗେଇଛୁ ଏବଂ ସେ ପର୍ବତ ଉପରେ କି ଏଇ ଯୋଉ ସୀତାପାଳରେ ସେଲ୍ଫି ନ ନେବା ପାଇଁ ମୁଁ ସେମାନଙ୍କୁ ଅନୁରୋଧ କରୁଛି। ଏବଂ ଏଠାରେ ଯୋଉ ଶାନ୍ତି ଶୃଙ୍ଖଳାରେ ସମସ୍ତେ ଆମେ ମିଳିମିଶି ଏଇ ସଭାକୁ ଏଇ ଯାତ୍ରାକୁ ଆମେ ସାଫଲ୍ୟ କରିବା ଏବଂ ମୁଁ ସମସ୍ତ ଭକ୍ତ ଗଣକୁ ଏବଂ ଜନସାଧାରଣଙ୍କୁ ଅନୁରୋଧ କରୁଛି ପୋଲିସଙ୍କୁ ସହଯୋଗ କରିବେ ଏବଂ ଯେମିତି ମକର ମେଳାକୁ ସମ୍ପୂର୍ଣ୍ଣ ଭାବେ ସଫଳ କରିବା ସେଇଟା ମୁଁ ଅନୁରୋଧ କରୁଛି। ଧନ୍ୟବାଦ।